ମୋ ନାଁ ରାମକୃଷ୍ଣ ମହାପାତ୍ର। ମୁଁ ଦୋଳମୁଣ୍ଡ ହେଇ ପୁରୀରୁ ଆସିଛି। ଏଠି ମାଧବାନନ୍ଦଙ୍କର ନୀତି ନିୟମର ବୁଝିବାକୁ ଆସିଥିଲି। ଆକ୍ଚୁଆଲି ଏଠି ମାଧବାନନ୍ଦଙ୍କର ଗୋଟେ ଟ୍ରଷ୍ଟ ବୋର୍ଡ ଥିଲା, ଯୋଉଟାକ ସରକାରଙ୍କ ହାତରେ ପରିଚାଳିତ ହେଉଥିଲା। କିନ୍ତୁ ପରଦିନ ସରକାର ଆମକୁ ତହସିଲଦାର ଚାବି ହ୍ୟାଣ୍ଡଓଭର କରିଦେଇଛନ୍ତି। ଫଳରେ ମାଧବଙ୍କର ନୀତି ନିୟମ ସବୁ ଜିନିଷ ଆମକୁ ନିଜେ କରିବାକୁ ପଡ଼ିବ। ଟ୍ରଷ୍ଟି ହିସାବରେ ଏଇ ଯେଉଁ ଜିନିଷ କରିବା ପାଇଁକା ଆଜି ମାଧବଙ୍କର ପଇସା ପତ୍ର କିଛି ନାହିଁ ଯେ ମାଧବଙ୍କ ନୀତି ନିୟମ କରିବା ପାଇଁ। ଏତେ ସମ୍ପତ୍ତି ଏତେ ବାଡ଼ି ଥିଲେ ସୁଦ୍ଧା ମାଧବ ନୀତି ନିୟମ ହେବାର କିଛି ନାହିଁ। ସେ ନୀତି ଗୁଡ଼ା କେମିତି ଏଡ଼େ ବଡ଼ ଦେଉଳ, ଏଡ଼େ ବଡ଼ ମନ୍ଦିର, ଏଡ଼େ ବଡ଼ ଠାକୁର, କିନ୍ତୁ ଠାକୁରଙ୍କ ପାଖରେ ପଇସାଟା ନାହିଁ, ପାଣି ଗଳୁଛି, ବରଗଛ ବାହାରିଲାଣି ଗଛରେ, ସେଠି ଏଡ଼େ ବଡ଼ ଆର୍କୋଲୋଜି ଡିପାର୍ଟମେଣ୍ଟ କିଛି ଦେଖୁନି, କେହି ଦେଖୁନାହାନ୍ତି। ଏହା ପୁରା ଅନ୍ଧାର ଭିତରେ ରହିଥିଲା ଏବେ ଦୀର୍ଘ ବର୍ଷ ଧରି। ଏବେ ନୂଆକିରି ଯେହେତୁ ପରଦିନ ମହାପ୍ରଭୁ ଆମକୁ ନିଜକୁ ନିଜେ ଛାଡ଼ିକି ତହସିଲଦାର ଚାବି ଦେଇଛନ୍ତି, ସେଇଟା କେମିତି ଆମେ ଶୃଙ୍ଖଳା ସହିତ ତାଙ୍କର ମହାପ୍ରଭୁଙ୍କ ବିକାଶ ଡେଭଲପ କେମିତି ହବ, ସେଇ ପାଇଁ ଆମେ ସମସ୍ତେ ଏକତ୍ରିତ ଭାବେ ହେଇଛୁ। 12 ମାସେ 13 ଯାତ୍ରା ଅଛି, ସବୁ ପ୍ରକାର ନୀତି ନିୟମ ଅଛି, କିନ୍ତୁ ଆସ୍ତେ 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 ସେ ମାନେ ଠେଲି ହେଇକି ପାଣି 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 ଗଲା ଭଳିଆ ଲୁପ୍ତ ହେଇକି ଗଲାଣି। ସେଗୁଡ଼ା କେମିତି ପୁନରୁଦ୍ଧାର କରିବା, ସେଗୁଡ଼ାକୁ କେମିତି ବିକଶିତ କରିବା, ତାର କେମିତି ସମସ୍ତଙ୍କୁ ଲୋକ ଲୋଚନକୁ ଆଣିବା, ମାଧବଙ୍କର ପ୍ରଚାର ପ୍ରସାର କେମିତି କରିବା, ତାଙ୍କର ମହିମା ବିକାଶ କରିବା, ସେଇ ଜିନିଷ ଗୁଡ଼ାକ ତାଙ୍କର ଯୋଉ ଜିନିଷ ଗୁଡ଼ାକ ଅଛି ସେଇ ସବୁ ଆମେ ୟୁଟିଲାଇଜ କରିବା, ସେଇ ଉଦ୍ଦେଶ୍ୟ ଆମେ ଏବେ ଏକାଠି। କିନ୍ତୁ ବର୍ତ୍ତମାନ ନୀତି ନିୟମ କେମିତି ମହାପ୍ରଭୁଙ୍କ ସୁରୁଖୁରୁରେ ଚାଲିବେ, ଆମେ ସମସ୍ତଙ୍କୁ ମଧ୍ୟ ଆମେ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରୁଛୁ। ଯୋଉମାନେ ଯେ ମାଧବଙ୍କ ତୁଳସୀ ସେବା କରିବାକୁ ଆଗ୍ରହ କରୁଛନ୍ତି, ସେମାନେ ଯୋଗାଯୋଗ କରନ୍ତୁ ଆମ ମାଧବାନନ୍ଦ ପରିଷଦ ଟ୍ରଷ୍ଟ ବୋର୍ଡ ସାଙ୍ଗରେ। ସେମାନେ ଗୋଟେ ମାଧବଙ୍କର ସେବା ବି ପାଇପାରିବେ ଓ ସବୁଦିନ ପାଇଁକା ସେ ତୁଳସୀ ସେବାଟା ତାଙ୍କ ଲାଗି ରହିଲା। ପ୍ରଶାନ୍ତ କୁମାର ଦେବସ୍ୱାମୀ, ଦୋଳଗୋଟେ କୋଟ ମଠ ମଠ। ମତେ ସବୁଗୁଡ଼ାକ ଦାୟିତ୍ୱ ଦିଆଯାଇଛି। ତହସିଲଦାରକୁ ଅର୍ଡର କରିଥିଲେ, ପରଦିନ ନୀତି ମୁଁ ଦଉଛି, ସବୁଗୁଡ଼ାକ ନୀତି ଦଉଛି ପରଦିନଠୁ। ଅତ୍ୟନ୍ତ ମତେ ତହସିଲଦାର ଅର୍ପଣ କଲେ। ଫାଷ୍ଟ ମାଧବ ଗ୍ରାମବାସୀ ସେମାନେ ଆଶୀର୍ବାଦ ମୁଁ ଆଜି ପାୱାର ପାଇଛି। ଆଉ ଏମଏଲଏକୁ ଧନ୍ୟବାଦ ଦଉଛି, ସବୁଗୁଡ଼ାକୁ ଧନ୍ୟବାଦ ଦଉଛି। ଆଉ ରତ୍ନପୁର ମଉଜା ଯେତେ ଅଛନ୍ତି ସେମାନେ ଯେତେ ମଉଜା ଏଠି ମାଧବର ଅଛି ସମସ୍ତେ ଧନ୍ୟବାଦ ଦଉଛି। ଆମର ପାୱାର ଦିଆଯାଇଛି, ମୁଁ ନିଶ୍ଚିତ ଦଉଛି। ଆଉ ଆଗାମୀ ସବୁ ମାସରେ 3 ମିଟିଂ ଡାକିବି, ଗ୍ରାମବାସୀ 6 ମାସ ଥରେ ଡାକିବି, ସମସ୍ତେ ଡାକି ନୀତି କେମିତି ବଢ଼ିବ ସବୁ ସମାଜକୁ ଡାକିବି, ତହସିଲଦାରକୁ ଡାକିବି, ଆରଆଇକି ବସେଇ ନୀତି ଚଲେଇବି, ଆଗକୁ କେମିତି ବଢ଼ିବ। ଏହା ହେଉଛି ମୋର ମନର କଥା। ଆଉ ମୁଁ ହେଉଛି ଶ୍ରୀ ତ୍ରିଲୋଚନ ପୁଷ୍ପାଳକ, ଶ୍ରୀ ମାଧବାନନ୍ଦ ଜୀଉଙ୍କ ସେବକ। ଏ ବୈଠକରେ ଆଗାମୀ ଦିନରେ ମହାପ୍ରଭୁ ଯେଉଁ ନୀତିକାନ୍ତି ଯାନିଯାତ୍ରା ଶୃଙ୍ଖଳିତ ହେବା ପାଇଁ ଗୋଟେ ସମସ୍ତଙ୍କୁ ଡାକି ରାମକୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଭାପତିତ୍ୱରେ ସେ ଦିଗରେ ଦୃଷ୍ଟିପାତ କରାଯାଇ ମହାପ୍ରଭୁଙ୍କର ନୀତିକାନ୍ତି ଯାନିଯାତ୍ରା କେମିତି ଆଗାମୀ ଦିନରେ ଶୃଙ୍ଖଳିତ ହେବ ସେ ଦିଗରେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଗଲା। ଏବଂ ସେଥିପାଇଁ ଯେଉଁମାନେ ରହିଲେ ଆଗରେ ସେମାନଙ୍କୁ କେମିତି ଆଗକୁ ନେଇ ବାହାର ଲୋକଙ୍କୁ କେମିତି ଆଗରେ ଇନଭଲ୍ଭ କରି ନୀତିକାନ୍ତି କରି କେମିତି ଆଗକୁ ନେବା ସେ ଦିଗରେ ଚେଷ୍ଟା କରାଗଲା ଏବଂ ସମସ୍ତେ ଆଦେହରେ ସମ୍ମତି ମଧ୍ୟ ଦେଲେ। ନ୍ୟାୟବ୍ରତ ରାଉତ, ନିଆଳି। ଶ୍ରୀ ଶ୍ରୀ ମାଧବାନନ୍ଦଜୀଙ୍କ ଯେଉଁ ପବିତ୍ର ପୀଠ ଆପଣ ଦେଖୁଛନ୍ତି, ଇଏ ହେଉଛି ବିଶ୍ୱନିୟନ୍ତା ବଳିଆର ପୂଜା ଜଗାବଳିଆ ଓ ମା ସୁଭଦ୍ରାଙ୍କ ମାମୁଁ ଘର। ଇଏ ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର ବୋଲି ସର୍ବଜନ ବିଦିତ। ଆମେ ଜଗନ୍ନାଥ ସଂସ୍କୃତି ସହିତ ଶ୍ରୀ ଶ୍ରୀ ମାଧବାନନ୍ଦଜୀଙ୍କ ସଂସ୍କୃତି ଓତପ୍ରୋତ ଭାବେ ଜଡ଼ିତ ହୋଇଛି। ଆମେ ଯେଉଁ ମାଧବାନନ୍ଦଜୀ ପୀଠର ବିକାଶ, ମାଧବାନନ୍ଦଜୀଙ୍କର ଶ୍ରୀ ଶ୍ରୀ ମାଧବାନନ୍ଦଜୀଙ୍କ ନୀତିକାନ୍ତି କେମିତି ଏକ ଭଲ ଭାବରେ ହେଇପାରିବ ଏବଂ ତାଙ୍କର ଯେତେବେଳେ ଏତେ ବଡ଼ ଠାକୁର ଯିଏ ଯେ 100 ଏକର ସମ୍ପତ୍ତିର ମାଲିକ ଏବଂ ତାଙ୍କର ନୀତିକାନ୍ତି କିପରି ସୁଚାରୁ ରୂପେ ସମ୍ପନ୍ନ ହେଇପାରିବ ଏବଂ ଆଡ଼ମ୍ବର ସହକାରେ ସବୁ ସମ୍ପନ୍ନ ହେବ, ଯେହେତୁ ପାଇଁ ଆଜି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସବୁ ଏଠି ଏକତ୍ରିତ ହେଇଥିଲେ ଏବଂ ନିଷ୍ପତ୍ତି ନିଆହେଇଛି ଯେ ଆମ ପାଖାପାଖି ଅଞ୍ଚଳର ବଦାନ୍ୟ ବ୍ୟକ୍ତିମାନେ ଯେଉଁମାନେ ଶ୍ରୀ ଜଗନ୍ନାଥ ପ୍ରେମୀ ଶ୍ରୀ ଶ୍ରୀ ମାଧବାନନ୍ଦ ଯେଉଁ ପ୍ରେମୀ ଶ୍ରଦ୍ଧାଳୁମାନେ ସେମାନେ ଅକୁଣ୍ଠ ଚିତ୍ତରେ ମାଧବାନନ୍ଦ ଯେଉଁଙ୍କର ନୀତିକାନ୍ତି ବିକାଶ ପାଇଁ ସହଯୋଗ କରିବେ। ଆମେ ସମସ୍ତେ ଯେଉଁ ବସିଛେ କିଭଳି ଭାବରେ ଏଇ ପବିତ୍ର ପୀଠର ସମସ୍ତ ପ୍ରକାର ନୀତିକାନ୍ତି ପର୍ବପର୍ବାଣୀ ପ୍ରଭାବୀ ଢଙ୍ଗରେ ଆଡ଼ମ୍ବରପୂର୍ଣ୍ଣ ଭାବରେ ସମାପନ ହେବ, ସେଥିପାଇଁ ସମସ୍ତଙ୍କର ଏକାନ୍ତିକ ସହଯୋଗ କାମନା କରି ଆମେ ସବୁ ଏଠି ଏକତ୍ରିତ ହେଇଥିଲେ। ଆଜି ଆମେ ଏଠି ଏକତ୍ରିତ ହେଇଥିଲୁ ମାଧବାନନ୍ଦଙ୍କ
जो विभिन्न पूजा पर्व रही से संपर्क में आलोचना करने किंतु सबुठार दुखर विषय हूँ दैनंदिन जो ठाकुर पूजा पद्धति रही ठीक भाव सुचारू रूपे परिचालन करा जाई पारुना कारण आम आज ब्राह्मण शुणिलु जे समय थिला जेतेबेले कि प्रभु को तांकर जो व्यवस्था रही दिन बेला राति बेला भोग व्यवस्था रही से सब करा जाई पारु नथिला कारण आर्थिक अभाव किंतु दुख लगे जो प्रभुंकर प्राय 999 बाटी संपत्ति थिला से दिन जे भोग पाइबा पई याकू ताकू मागिबको पड़ुछ या कष्ट लगुच तेणु ए अंचलर अनेक बुद्धिजीवी चिंता कले जे किभली भाबे सेही परंपरा बजाय रहिबो जहाकू नेइकिरे हमर निजर निरस्व परिचय सृष्टि होइछि जे आमे माधव अंचल आसीଛୁ से परिचय किभली बजाय रहिबो सेति सकाशे आज सभा